ମାନସିକ ଅସ୍ତବ୍ୟସ୍ତତା ହିଁ ଜୀବନରେ ଅଭାବ ଏବଂ ବିପନ୍ନତାର ପରିସ୍ଥିତି ଉତ୍ପନ୍ନ କରିଥାଏ। ପ୍ରାୟ ପ୍ରତ୍ୟେକ ମହାପୁରୁଷ ବିଭିନ୍ନ ପରିସ୍ଥିତିରେ ଜନ୍ମ ନେଇଥାନ୍ତି ଅଥବା ଜୀବନଯାପନ କରିଥାନ୍ତି। ସେମାନେ ନିଜର ମନୋବଳ ଦ୍ୱାରା ହିଁ ଅନୁକୂଳତା ଉତ୍ପନ୍ନ କରିଥାନ୍ତି ଏବଂ ସାଧନ ଯୋଗାଡ଼ କରିଥାନ୍ତି। ଏହି ପ୍ରକାର ମନୋବଳ ପ୍ରାପ୍ତ କରିବା ପାଇଁ ଆମକୁ ସାରା ଧ୍ୟାନ ନିଜର ମନୋଭୂମିକୁ ନିରୀକ୍ଷଣ, ସଂଶୋଧନ, ସୁଧାର ଏବଂ ବିକାଶରେ ଲଗାଇବାକୁ ହେବ। ଏହି ପ୍ରୟୋଜନ ଯେତେ ଯେତେ ପୂର୍ଣ୍ଣ ହୋଇ ଚାଲିବ, ଆମେ ଆନ୍ତରିକ ଦୃଷ୍ଟିରୁ ସେତେ ସେତେ ସଶକ୍ତ, ସମର୍ଥ ହୋଇ ଚାଲିବା। ସେତେବେଳେ ମାନସିକ ସୁସ୍ଥତାର ଏତେ ଅଧିକ ଲାଭ ଓ ଆନନ୍ଦ ଉପଲବ୍ଧ ହେବ, ଯାହାର ଆଧାରରେ ଏହି ଜୀବନ ଏବଂ ଏହି ସଂସାର ସ୍ୱର୍ଗ ପରି ମଙ୍ଗଳମୟ ଓ ଉଲ୍ଲାସପୂର୍ଣ୍ଣ ଅନୁଭବ ହେବାରେ ଲାଗିବ। ପରମ ପୂଜ୍ୟ ଗୁରୁଦେବ। ଅଖଣ୍ଡ ଜ୍ୟୋତି, ଡିସେମ୍ବର 2018, ପୃଷ୍ଠା ସଂଖ୍ୟା 50। ଧନ୍ୟବାଦ।